ମାଗଣା ରାସନ ସହ ମିଳିବ 1000 ଟଙ୍କା ନଗଦ। ନୂଆ ବର୍ଷରେ ବଡ଼ ଉପହାର ଦେବେ ପ୍ରଧାନମନ୍ତ୍ରୀ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଆସନ୍ତୁ ଜାଣିବା ଏହି ଭିଡିଓରେ। ତା ପୂର୍ବରୁ ଭଲ ପାଇବା ସ୍ୱରୂପ ଭିଡିଓଟିକୁ ଲାଇକ୍ ଆଉ ସେୟାର କରି ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ। ଏଣିକି ରାସନ କାର୍ଡଧାରୀଙ୍କୁ 1000 ଟଙ୍କା ନଗଦ ରାଶି ମିଳିବ। ଭାରତ ସରକାରଙ୍କ ଏହି ନୂଆ ଯୋଜନାରେ ଯଦି ଆବେଦନ କରିନାହାନ୍ତି ତେବେ ତୁରନ୍ତ ଆବେଦନ ପ୍ରକ୍ରିୟାରେ ଭାଗ ନିଅନ୍ତୁ। ବର୍ତ୍ତମାନ ଭାରତ ସରକାର ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ରାସନ ସହ ମାସିକ 1000 ଟଙ୍କା ପ୍ରଦାନ କରାଯିବ। ତେବେ ଯେଉଁ ନାଗରିକମାନେ ରାସନ କାର୍ଡଧାରୀ ସେମାନେ ଏହି ଯୋଜନାରେ ଆବେଦନ କରିପାରିବେ। ବର୍ତ୍ତମାନ ସାରା ଦେଶରେ ଅନେକ ରାସନ କାର୍ଡର ଇ-କେୱାଇସି ପ୍ରକ୍ରିୟାକରଣ ପୂରଣ ହୋଇନାହିଁ। ଏଥିପାଇଁ ଭାରତ ସରକାର ଏହି ନୂଆ ଯୋଜନା ଅନୁଯାୟୀ ଇ-କେୱାଇସି ପ୍ରକ୍ରିୟା ପୂରଣ କରିବାକୁ ଯାଉଛନ୍ତି। ଏହି ଯୋଜନା ମାଧ୍ୟମରେ ଇ-କେୱାଇସି ସହ ଆର୍ଥିକ ରୂପରେ ଦୁର୍ବଳ ଥିବା ପରିବାରମାନଙ୍କୁ ଜୀବନ ସ୍ତରରେ ସୁଧାର ଆଣିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏଠାରେ ଆର୍ଥିକ ଭାବେ ଦୁର୍ବଳ ଥିବା ପରିବାରକୁ ମାସିକ 1000 ଟଙ୍କା ଦିଆଯାଇ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ପ୍ରୟାସ କରାଯିବ। ନୂଆବର୍ଷ ଜାନୁଆରୀ ମାସରୁ ଏହି ଯୋଜନା ଲାଗୁ କରାଯିବ। ଏଥିପାଇଁ ଯେଉଁ ଲୋକେ ଏପର୍ଯ୍ୟନ୍ତ ଇ-କେୱାଇସି ଆବେଦନ ପ୍ରକ୍ରିୟାରେ ଭାଗ ନେଇନାହାନ୍ତି ସେମାନେ ଖୁବ୍ ଶୀଘ୍ର ଆବେଦନ କରନ୍ତୁ। ଏଥିପାଇଁ ଡିସେମ୍ବର 30, 2024 ତାରିଖକୁ ଆବେଦନ ପାଇଁ ଶେଷ ତାରିଖ ଭାବେ ରଖାଯାଇଛି। ଯେଉଁମାନେ ଏହି ଅବଧି ମଧ୍ୟରେ ଇ-କେୱାଇସି ଆବେଦନ ନ କରନ୍ତି ସେମାନେ ନୂଆବର୍ଷରୁ ରାସନ ନେବାରୁ ବଞ୍ଚିତ ହେବେ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଯଦି ଭିଡିଓଟି ଭଲ ଲାଗିଥାଏ ତେବେ ଭିଡିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।